ବାଲେଶ୍ୱର ତା 12-9 ରିଖ ଅଦ୍ୟ ଦିବା 11 ଘଟିକା ସମୟରେ ସ୍ଥାନୀୟ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟଠାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତଙ୍କ ଉପସ୍ଥିତିରେ କୁଇଜ୍ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ପୂର୍ବତନ ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମକୃଷ୍ଣ ଶର୍ମା, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଘଡ଼େଇ, ଦିବ୍ୟାଙ୍ଗ ଆୟୁକ୍ତଙ୍କ ଅନୁଶାସନ ସଚିବ ତଥା ଓଏସ୍ଡି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରାଙ୍କ ଉପସ୍ଥିତିରେ କୁନ୍ତଳା କୁମାରୀ ସାବତଙ୍କ ତୈଳଚିତ୍ର ନିକଟରେ ଧୂପଦୀପ ପ୍ରଜ୍ୱଳ ପୂର୍ବକ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଝାନ୍ସିରାଣୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଗୃହ ବିଜ୍ଞାନୀ ଅଧ୍ୟାପିକା ଶ୍ରୀମତୀ ପାଣ୍ଡେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଘଡ଼େଇ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଦିବ୍ୟାଙ୍ଗମାନଙ୍କ ଅଧିକାର, ଶିକ୍ଷା, ସୁରକ୍ଷା, ସରକାରର ବିଭିନ୍ନ ଯୋଜନାର ସହାୟତା ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଏବଂ ଦିବ୍ୟାଙ୍ଗମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ବିଭିନ୍ନ ଆଇନ ଓ ସଚେତନତା ସମ୍ପର୍କରେ ପୂର୍ବତନ ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମକୃଷ୍ଣ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଦିବ୍ୟାଙ୍ଗମାନଙ୍କ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମ ଲକ୍ଷଣ, ଆକାର ପ୍ରକାର ଓ ଦିବ୍ୟାଙ୍ଗଙ୍କୁ ସମ୍ମାନ ପ୍ରଦର୍ଶନ, ସରକାରଙ୍କ ଯୋଜନା ସହାୟତା ଓ ସମ୍ବେଦନଶୀଳତା ସହିତ ଦିବ୍ୟାଙ୍ଗ ଆଇନ 2016 ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଭାତୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବାଲେଶ୍ୱର। ବନ୍ଧୁଗଣ, କୁନ୍ତଳା କୁମାରୀ ପ୍ରଥମରୁ ମୁଁ ସେଇ ମହାମନିଷୀ କୁନ୍ତଳା କୁମାରୀ ମାଙ୍କୁ ମୋର ମଥାନତ ସମ୍ମାନ ଜଣାଉଛି। ଯେଉଁ କଲେଜର ନାମ ହେଉଛି କୁନ୍ତଳା କୁମାରୀ ସାବତ, ଯାହାର ପ୍ରିନ୍ସିପାଲ ହେଲେ ଝାନ୍ସିରାଣୀ, ସେ ପିଲାମାନଙ୍କଠୁ ମୁଁ ଯେଉଁଭଳି ଭାବରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ଆଶା କରୁଥିଲି ତାଠୁ 2 ଗୁଣ ଉତ୍ସାହ ଉଦ୍ଦୀପନା ଦେଖିପାରୁଛି। ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଏବଂ ମୁଁ ଭାବୁଛି ମୋ ବିଶ୍ୱାସ ସତ ହେବ। ପିଲାମାନେ ତମମାନେ ଏହି ସଚେତନତା କାର୍ଯ୍ୟକ୍ରମ ସକ୍ଷମ ବ୍ୟକ୍ତିଙ୍କର ଅଧିକାର, ସୁବିଧା ସୁଯୋଗ ଆଇନକାନୁନ ବିଷୟରେ ଅବଗତ ହୋଇପାରିବା। ଏହି ଉଦ୍ଦେଶ୍ୟରେ ଆମ ସହିତ ଯୋଗ ଦେଇଥିବା ଆମର ସମ୍ମାନିତ ଅତିଥିମାନଙ୍କୁ ମୁଁ ପୁଣି ଥରେ ଆନ୍ତରିକତାର ସହିତ ସ୍ୱାଗତ ଜଣାଉଛି। Esteemed State Commissioner for PWD Srimati Brotati Harichandran Madam, respected Principal KKS Women's College Dr. Jhansi Jana Madam, respected OSD Sri Purnachandra Sahu Sir, respected Ramakrishna Sharma, ex-Assistant Director, National Service Center for Different Leveled Government of India, National Service Center, and